नमस्कार, गुड मॉर्निंग, जय आरसीएम, सुप्रभात। जय श्याम। गुड मॉर्निंग। बहुत बहुत धन्यवाद। ନୂଆ ସକାଳରେ ଆମେ ସମସ୍ତେ ଏକାଠି ହେଇଛେ। ଉଁ, ଆଜି ଟିସି ସାର୍ଙ୍କର କହିବା କଥା କି ଆଜି ଗୋଟେ ବିଶେଷ ଦିନ ଆମମାନଙ୍କ ସମସ୍ତଙ୍କ ପାଇଁ ବି ଆଜି ଗୋଟେ ବହୁତ ଭଲ ଦିନ। ଆଜି ବୁଧବାର। ପ୍ରତି ବୁଧବାର ଦିନ ଆମେ ମେଡିଟେସନ ବା ଧ୍ୟାନ ଆମେ କରୁ। କେବଳ ଯେ ବୁଧବାର ହିଁ କଲେ ହବନି, ଯେ ପ୍ରତ୍ୟେକ ଦିନ ଆମେ ପ୍ରୟାସ କରିବା ଦ୍ୱାରା ବୁଧବାର ଦିନ ଆମେ ଗାଇଡାନ୍ସ ନଉ ଯେ ଧ୍ୟାନ କରିବା ଦ୍ୱାରା କଣ କଣ ଆମର ଲାଭ ହଉଛି, କଣ କଣ ଆମକୁ ବେନିଫିଟ ହଉଛି। କେମିତିକି ଆମ ଶରୀରର ଉର୍ଜା ଆମର ବଢି ଯାଉଛି। ଟିସି ସାର୍ କହିଲେ କି ଆମ ବ୍ରହ୍ମ କେମିତି ଆକ୍ଟିଭେଟ ହେଇଯାଉଛି ତାକି ଆମେ ଅସ୍ତିତ୍ୱ ସହିତ ଆମେ ଯୋଡ଼ି ଯାଉଛେ। ତା ସହିତ ବହୁତ ସାରା ଉର୍ଜା ବି ଆସୁଛି, ବହୁତ ସାରା ପୁରୁଣା ରୋଗ ବି ଆମର ଦୂର ହେଇଯାଉଛି। ଧ୍ୟାନ ମୁନି ଋଷି ମାନେ କରୁଥିଲେ, ବହୁତ ବଡ଼ ଆକାରରେ ତାଙ୍କର ସିଦ୍ଧି ପ୍ରାପ୍ତି ହଉଥିଲା। ତ ଇଏ ସବୁ ବହୁତ କଥା ଆମେ ଜାଣିଛୁ ଯେ କାହିଁକି ଆମେ ଧ୍ୟାନ ଆମେ କରିବା। ଆ, ଇଏ ଧ୍ୟାନ ଆମ ଜୀବନରେ ନିହାତି ଦରକାର, ଆଉ ପ୍ରତ୍ୟେକ ଦିନ ଆମକୁ ଦରକାର। ଯାହାକୁ ରାତିରେ ଟିକେ ନିଦ ହଉନି ଠିକ ଭାବରେ, ତ ତାକୁ ବି ଯୋଗ ନିଦ୍ରା, ତ ଇଏ ସବୁ ନିହାତି ଦରକାର। ଆଉ ୟାକୁ ଆମ ମୋବାଇଲରେ ଯଦି ଗୋଟେ ଆପ୍ସ, ଯେମିତି ଆମ ଆରସିଏମ ର ଆପ୍, ଆରସିଏମ ୱାର୍ଲଡ ଆପ୍ ଆମେ ଡାଉନଲୋଡ କରିଛେ, ସେମିତି ପିଏମସି ହିନ୍ଦୀର ଗୋଟେ ଆପ୍ ଅଛି। ସେ ଆପକୁ ଯଦି ଆମେ ଡାଉନଲୋଡ କରିବା, ତାହେଲେ ଆମେ ବହୁତ ସାରା ଆ, ଧ୍ୟାନ ଉପରେ ଆମେ ବହୁତ କିଛି ଜାଣିପାରିବା। ତ ତାକୁ ଆମେ ନିଜ ଜୀବନରେ ଆପ୍ଲାଏ କରିକି ଆମେ ବି ବହୁତ ପାୱାରଫୁଲ ବି ହେଇଯାଇ ପାରିବା। ମେଣ୍ଟାଲି ବି ପାୱାରଫୁଲ ହେଇପାରିବା, ଫିଜିକାଲି ବି ପାୱାରଫୁଲ ହେଇପାରିବା। ଏ ସବୁ ବହୁତ କିଛି ହେଇପାରିବା। ଆଉ ଆପଣମାନେ, ମୁଁ ଆଶା କରୁଛି ଆପଣମାନେ ଆଜି ପୁରା ପୁରା ଗୁରୁକୁଳକୁ ଏନ୍ଜୟ କରିଥିବେ। ଆଉ ଯାହା ଦ୍ୱାରା କି ଆମେ ଆ, ଆମ ପରିବାରକୁ ସୁଖ ଶାନ୍ତି ଭଲ ପାଇବା ବି ଆମେ ଦେଇପାରିବା, ପରିବାରକୁ ବହୁତ ସ୍ନେହ କରିପାରିବା। ତ ଇଏ ସବୁ ବହୁତ ବଢିଆ କଥା। ତ ଏ ସବୁ ଆପଣମାନେ ଆଜି ତ ଫିଲ୍ ନିଶ୍ଚୟ କରିଥିବେ। ଆଉ ଯଦି ବି କୋଉ ସାଥୀ ଦେଖିନଥିବେ, ତ ଧ୍ୟାନର ଉପକାରିତା ଉପରେ ତ ତାଙ୍କୁ ଆମେ ଆ, ଆମର ୟୁଟ୍ୟୁବରେ ଅଛି ଗୁରୁକୁଳ, ଆଜି 17 ତାରିଖର, ତ ତାଙ୍କୁ ବି ପଠେଇଲେ ତ ଆମେ ଦେଖେଇ ପାରିବା। ଆଉ ମୁଁ ତ ଆଶା କରୁଛି ଯେ କେବଳ ଆରସିଏମ ର ସାଥୀ ନୁହେଁ, ଯେ ଆମେ ଯୋଉମାନେ ବି ଆମର ଚିହ୍ନା ଜଣା ଯିଏ ବି ଅଛନ୍ତି, ତ ତାଙ୍କୁ ଆମର ୟୁଟ୍ୟୁବର ଯୋଉ ଲିଙ୍କ ତାକୁ ଆଜି ପଠେଇବା ଦରକାର, ତାକି ସେମାନଙ୍କ ଜୀବନରେ ବି ବହୁତ ବହୁତ ବଡ଼ ଆନନ୍ଦ ବି ଆସିଯାଇପାରିବ। ତ ଆଜି ଅ, ଆମେ ତ ତା ବିଷୟରେ ଆମେ ଶିଖିଲେ, ଜାଣିଲେ, ସବୁକିଛି ଆମେ ମାନେ ବି ଜାଣିଛେ। ତ ମୁଖ୍ୟ ଜିନିଷ ହଉଛି ଯେ ଆମକୁ ଗ୍ରୋଥ ଉପରେ ଆମେ ଯୋଉ କାଲି ଡିସ୍କସନ ବି କରୁଥିଲେ, ଆ, ସେଠି ବି ତା ସହିତ ଆମକୁ ନିହାତି ବି ଦରକାର ଆମ ଲାଇଫରେ ଆମେ ଗ୍ରୋଥ କରିବା। ତା ପାଇଁ ଆମକୁ ଗ୍ରୋଥ କରିବା ପାଇଁ ଆମର ଯୋଉ ସହଯୋଗ ରହୁଛି, ତ ସେ ସହଯୋଗକୁ ଆମେ କେତେ ପରିମାଣରେ ଆମେ ନିଜେ ନେଇପାରୁଛେ, ଆଜି ତା ଉପରେ ଆମେ ଡିସ୍କସନ କରିବା। ତ ଆଜି ଆଜି ଆମର ଯୋଉ ପ୍ରୟାସ ରହୁଛି, ଯୋଉ ଯୋଉ ପ୍ରକାରର ସପୋର୍ଟିଂ ସିଷ୍ଟମ ଅଛି, ଯେ ଆମକୁ ଉପରକୁ ଉଠେଇବା ପାଇଁ ଗୋଟେ ଗୋଟେ ସପୋର୍ଟିଂ ସିଷ୍ଟମ ଅଛି। ଯେମିତିକି ସପୋଜ କୌଣସି ଗାଡି କୋଉଠି ଗୋଟେ ଖାଲରେ ପଡିଯାଇଛି କିମ୍ବା ପମ୍ପଚର ହେଇଯାଇଛି, ତାକୁ ଗୋଟେ ଜଗ ରଡରେ ସପୋର୍ଟିଂରେ ତାକୁ ଟେକାଯାଏ। ତାକୁ ଲୋକମାନେ ଚାହିଁଲେ ବି ଟେକି ପାରିବେନି, କିନ୍ତୁ ଜଗ ରଡରେ ଟେକାଯାଏ। ତ ସେମିତି ଆମକୁ ଜୀବନରେ ବହୁତ ବଡ ଉପରକୁ ଯିବା ପାଇଁ ଆମକୁ ଯୋଉ ଯୋଉ ସପୋର୍ଟିଂ ସିଷ୍ଟମ, ଏଇ ଗୁରୁକୁଳ ହଉଛି ସବୁଠୁ ବହୁତ ଭଲ ସପୋର୍ଟିଂ ସିଷ୍ଟମ। ଟିମରେ ସମସ୍ତଙ୍କୁ ବହୁତ ଆଦରର ସହିତ, ଭଲ ପାଇବାର ସହିତ ସେମାନଙ୍କ ଜୀବନରେ ଉନ୍ନତି କରିବା ପାଇଁ ଆମେ ଗୁରୁକୁଳର ଇନଫର୍ମେସନ ଦବା ଦରକାର, ସକାଳୁ ଟିକେ ମନେ ପକେଇବା ଦରକାର। ଇଏ ତ ନିହାତି ଦରକାର। ପ୍ରତ୍ୟେକ ଦିନର ଉର୍ଜା ଉର୍ଜା ସେଇଠୁ ହିଁ ଷ୍ଟାର୍ଟ ହଉଛି। ଦ୍ୱିତୀୟ କଥା ହଉଛି, ମଝିରେ ମଝିରେ ଆମର ଫିଜିକାଲ ମିଟିଂର ବି ବ୍ୟବସ୍ଥା କରାଯାଉଛି। ଯୋଉଥିରେ କି ଆମେ ବର୍ତ୍ତମାନ ଅନଲାଇନରେ ସମସ୍ତେ ଯୋଡି ହେଇଛେ, ପରସ୍ପରକୁ ଦେଖି ପାରୁଛେ। ଆରତି ଅପା କ୍ୟାମେରା ଅନ୍ କରିଛନ୍ତି, ସାହୁ ଭାଇ ବି କ୍ୟାମେରା ଅନ୍ କରିଛନ୍ତି, ନା ଅମିୟ ବାବୁ ବି କ୍ୟାମେରା ଅନ୍ କରିଛନ୍ତି। ତ କାହାର କାହାର କୌଣସି ନା କୌଣସି ଅସୁବିଧା ଅଛି, କାହାର ନେଟୱାର୍କର ପ୍ରୋବ୍ଲେମ ଅଛି, ତ କ୍ୟାମେରା ଅନ୍ କରି ହଉନି। ଠିକ ଅଛି, କିନ୍ତୁ ଚେଷ୍ଟା କରିବା
प्रत्येक दिन तो गोटे परिस्थिति न थाए। चेष्टा करिबा जे आमे केबे केबे कैमरा ऑन करले परस्पर को आमे देखा ही परिबा। तो आमे जेमती कथा ही परिबा ये होची बहुत बड़ कथा। अ, ତା ଛଡା ଫିଜିକାଲ ମିଟିଂର ଆବଶ୍ୟକତା ବି ଆମର ରହିଛି, ଯୋଉଥିରେ କି ଫିଜିକାଲ ଭାଇବ୍ରେସନ ଆମକୁ ହବା ପାଇଁ ଆମେ ଅ, ଆମେ ଧ୍ୟାନରେ ବସୁଛେ, କାଳ୍ପନିକ ଆମେ କଳ୍ପନା କରୁଛେ ଯେ ଫୁଲର କଳ୍ପନା କରୁଛେ, କରିକି ନିଜେ ଧ୍ୟାନ କରୁଛେ। ଉଁ, କିନ୍ତୁ ସେଠି ଆମେ ଫିଜିକାଲ ଯଦି କୌଣସି ଆମେ ଫୁଲ ଆମ ପାଖରେ ଥିବ ତାହେଲେ ସେଇଟା ବହୁତ ପାୱାରଫୁଲ ଆମକୁ ହେଇପାରିବ। ଠିକ ସେଇଭଳି ମୋର କହିବା କଥା ଯେ ଫିଜିକାଲ ମିଟିଂର ବି ଆୟୋଜନ କରାଯାଉଛି। ଆପଣମାନେ ଜାଣିଛନ୍ତି ଏ ବର୍ଷର ଶେଷ ମିଟିଂ ଯୋଉଟା କି ୟୁନିକ୍ ଏଜୁକେସନ ସିଷ୍ଟମ ୟୁଏସ୍ ତରଫରୁ ଅର୍ଗାନାଇଜ କରାଯାଇଛି ଭୁବନେଶ୍ୱରରେ। ଆପଣମାନେ ବ୍ଲାଇଣ୍ଡ ଆସୋସିଏସନ ବହୁତ ଥର ସେଠି ବି ମିଟିଂ ହେଇଛି, ସେଠି ସେଲିବ୍ରେସନ ବି ହେଇଛି। ଆପଣମାନେ ବି ଦେଖିଛନ୍ତି, ହଲ୍ ଦେଖିଛନ୍ତି। ସେ ହଲରେ ଆମର ଶ୍ରୀଚନ୍ଦ ଅତ୍ରି ସାର୍, ଯେ କି ଆମର ବହୁତ ବଡ଼ ଜଣେ ଆରସିଏମ ର ସେବକ ଆଉ ଆରସିଏମ ର ବହୁତ ବଡ଼ ଲିଡର, ସିଏ ଆସୁଛନ୍ତି ଆଉ ତାଙ୍କର ଜ୍ଞାନ ବି ବହୁତ ଭଲ ଜ୍ଞାନ। ଆପଣଙ୍କୁ ମୁଁ କେବଳ ତାଙ୍କ ବ୍ୟାକଗ୍ରାଉଣ୍ଡ ବିଷୟରେ ଆପଣ ତ ମୁଁ ଜାଣିଥିବେ, ମୁଁ ଆଉ ଥରେ ବି ମନେ ପକେଇ ଦଉଛି। ସିଏ ହଉଛନ୍ତି ଜଣେ ମ୍ୟାଥମେଟିକ୍ସ ପ୍ରଫେସର ହରିୟାଣା ୟୁନିଭର୍ସିଟିର। ଜଣେ ମାଥମେଟିକ୍ସ ପ୍ରଫେସର ଯେତେବେଳେ ଆରସିଏମ ରେ ଜଏନ୍ କଲେ ସେତେବେଳେ ତାଙ୍କ ପାଖରେ ଇନକମ୍ ବି ବହୁତ ଭଲ ଥିଲା, କଲେଜର ଇନକମ୍। ତା ସହିତ ତାଙ୍କର ବହୁତ ବଡ଼ କୋଚିଂ ବି ବହୁତ ଭଲ। ମାନେ ମାନେ ତାଙ୍କ ଏମିତି ବି ସମୟ ଥିଲା ତାଙ୍କୁ ଟିକେ ଖାଇବା ପାଇଁ ବି ସମୟ ନଥିଲା। ସେ ସମୟରେ ସେ ଆରସିଏମ କୁ ଜଏନ୍ କଲେ। ତ ଆମେ ଯଦି କୌଣସି ସାଥୀଙ୍କୁ ସେଠିକି ନେଇକି ଯିବା ତ ସେମାନଙ୍କ ମନ ଭିତରେ ଫିଲ୍ ଆସିବ। ଯୋଉମାନେ କହୁଛନ୍ତି ଯେ ମୋ ପାଖରେ ସମୟ ନାହିଁ, ତ ସେମାନଙ୍କ ମନ ଭିତରେ ଫିଲ୍ ଆସିବ, ଆରେ ଯଦି ସେଭଳି ପରିସ୍ଥିତିରେ ଜଣେ ଜଣେ ସାଥୀ ଆଜି ଜଏନ୍ କରିକି ଆଜି ବହୁତ ଭଲ ପୁରା ହିନ୍ଦୁସ୍ତାନରେ ତାଙ୍କର ଦେଖନ୍ତୁ ମ୍ୟାଥମେଟିକ୍ସ ପ୍ରଫେସର ହବା ହେଇଥିଲେ ଆମେ ଆଜି ଶ୍ରୀଚାନ୍ଦ ତ୍ରିଶାଳକୁ ଜାଣିପାରିନଥାନ୍ତେ। ନେମ୍ ଆଣ୍ଡ ଫେମ୍ ବି ତାଙ୍କର ବଢିଗଲା, ତାଙ୍କର ଇନକମ୍ ବି ବଢିଗଲା, ପରିବାରର ଗୋଟେ ପରମାନେଣ୍ଟ ଇନକମ୍ ବି ବଢିଗଲା। ତା ସହିତ ବହୁତ ସାରା ଲୋକଙ୍କର ମଙ୍ଗଳ ବି ଚିନ୍ତା କରିପାରିଲେ, ବହୁତ ସାରା ଲୋକ ତାଙ୍କୁ ଅନୁପ୍ରାଣିତ ହେଇକି ଆଗକୁ ବଢି ପାରିଲେ। ତ ଇଏ ବହୁତ କିଛି ଡେଭଲପମେଣ୍ଟ ଆମର ହେଇଗଲା। ତ ତ ତାଙ୍କୁ ଯଦି ଫିଜିକାଲି ଆମେ ପାଇବା, ପ୍ରାକ୍ଟିକାଲି ଆମେ ପାଇବା, ତାଙ୍କର ତ ଜୁମ୍ରେ ୟୁଟ୍ୟୁବରେ ସବୁ ତ ରହୁଛି, କିନ୍ତୁ ଆମେ ଯେତେବେଳେ ଫିଜିକାଲି ଦେଖିବା ତ ଲୋକଙ୍କୁ ପୁରା ବିଶ୍ୱାସ ହେଇଯାଇପାରିବ ତାକି ଆମର ଯୋଉ ଗ୍ରୋଥ କଥା ଆମେ ଚିନ୍ତା କରୁଛେ, ଯୋଉ କାମ ଆଜି ପର୍ଯ୍ୟନ୍ତ ପ୍ରୟାସ କରି 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 ଯୋଉ କାମ ହେଇପାରୁନି ସେଇ କାମକୁ ଆମେ ସଫଳ କରିବା। ତ ନହବା କାମକୁ ଆମେ ସଫଳ କରିବାକୁ ହେଲେ ଆମକୁ ଫିଜିକାଲ ମିଟିଂକୁ ଆସିବା ନିହାତି ଜରୁରୀ, ପ୍ରଥମ କଥା। ଆଉ ଏ ମାସର କ୍ଲୋଜିଂକୁ ଯଦି ଆମେ ଯୋଉ ଯୋଉ କାମ 28 ଦିନ ଭିତରେ ହେଇନି ତ ସେ କାମକୁ ଯଦି ଆମେ ସାକାର କରିବାକୁ ଚାହିଁବା, ଆମେ କଣ ହଉଛି ନା ଲୋକଙ୍କୁ ଖାଲି ବାରମ୍ବାର କହୁଛେ ଯେ ପରଚେଜ କର, ଲାଷ୍ଟ ବେଳକୁ ଖାଲି କହୁଛେ ପରଚେଜ କର ଏଇ ସବୁ କାମ କରୁଛେ। କିନ୍ତୁ ଆମେ ଯଦି ତାଙ୍କୁ ସେ ମିଟିଂକୁ ନେଇ ଆସିବା ତାହେଲେ ଆମକୁ କହିବାକୁ ପଡିବନି, ତ ତା ଦ୍ୱାରା ଆପଣଙ୍କ କାମ ଗ୍ରୋ ହେଇଯିବ। ତ ଆମର କଣ କଣ ପ୍ରିପାରେସନ ଅଛି ସେଇ ଦିନକୁ, ତ ଆମେ ସେଇ ଦିନକୁ ଆମେ ଦେଖିବୁ। ଆମେ ସମସ୍ତଙ୍କଠୁ ଆମର କେତେ କେତେ ପ୍ରିପେୟାର ବର୍ତ୍ତମାନ ସୁଦ୍ଧା ହେଇଛନ୍ତି, ଆମେ କେତେ ଜଣ ସାଥୀଙ୍କୁ ନେଇକି ଯିବା ସେ ବିଷୟରେ ଆମେ ଆଜି ଡିସ୍କସନ କରିବା। ନା ତ ଫାଷ୍ଟ ଆମେ ଦୂରକୁ ଯିବା ଅମିୟଙ୍କ ପାଖକୁ। ଆ, ସେ ଦୂରରେ ହେଲେ ବି ସୁଦ୍ଧା ମାନେ କେନ୍ଦ୍ରାପଡା ପାଟକୁରାରେ ହେଲେ ବି ସୁଦ୍ଧା ତ ଭୁବନେଶ୍ୱରର ଲୋକମାନେ ପହଞ୍ଚି ନଥାନ୍ତି, ସିଏ ଯେତେବେଳେ ପହଞ୍ଚି ଯାଆନ୍ତି ହଲ୍ ଭିତରେ। ତ ଆପଣଙ୍କର କଣ ପ୍ଲାନିଂ ଅଛି? ଆଉ ଯୋଉ ଆଚ୍ଛା। ପ୍ଲାନିଂ ଅଛି ତ ଏବେଠୁ ହୁଏତ ସେତେବେଳେ ସିଚୁଏସନ କଣ ହବ, ସେତେବେଳେ ଟିକେଟ ମିଳିବ କି ନ ମିଳିବ ସେଟା ତ ଅଲଗା କଥା। କିନ୍ତୁ ଆମେ ଯଦି ଏ, ଏବେଠୁ ଟିକେଟକୁ ବୁକିଂ କରିଦବା ତାହେଲେ ଆମକୁ ଟିକେଟ ମିଳିଯିବ। ତ କଣ କଣ ପ୍ଲାନିଂ ଅଛି ଆଜି ଆମେ 28 ତାରିଖର ସେମିନାର ପାଇଁ, ତ ସେ ବିଷୟରେ ଆଜି ଆମେ ଡିସ୍କସନ କରିବା। ଓକେ, ଆମେ ଷ୍ଟାର୍ଟ ସାର୍ କରିବା। ନମସ୍କାର, ଜୟ ଆସିନ୍। ସାର୍ ଶୁଭୁଛି ତ? ନମସ୍କାର। ହଁ ସାର୍, କାଲି ଟିକେ ମୋର ଅସୁବିଧା ହେଇଗଲା, ମୁଁ ଶୁଣି ପାରିଲିନି ଶେଷ ଅବସ୍ଥାରେ। ଯାହା ହଉ ତା ପୁଣି ଦେଖିବାକୁ ପଡିଲା।
ତେଣୁ ଗୋଟେ କଥା ହଉଛି କଣ ଗ୍ୟାସେଜ ଉପରେ କାମ ତ ଆରମ୍ଭ କରିଦେଇଛି, ସମସ୍ତଙ୍କୁ ଜଣେଇ ଦଉଛି, ଆଲୋଚନା କରୁଛି। ଦ୍ୱିତୀୟ କଥା ହଉଛି ଫିଜିକାଲ ମିଟିଂ ଆଉ ଡିଜିଟାଲ ମିଟିଂ। କାଲି ଯୋଉ ଆପଣ ପୂର୍ବରୁ ବି ଭିଡିଓ ଥିଲା, ମିଟିଂ ନ ଗଲେ କଣ ହବ, ଯେତେ ବଡ ଲିଡର ମିଟିଂ ନ ଗଲେ ତାଙ୍କର ଅବସ୍ଥା କଣ ହବ, ଟିମ୍ କେମିତି ଦୂରେଇ ଯିବ, ତାଙ୍କୁ ମଧ୍ୟ ବୁଝେଇଛି, ଚାଲିଛି। ଆଜି ଭିତରେ ବୋଧେ 50% କାମ ମିଟିଂ ର ସରିଯିବ। ଯାହା ଯାହା ଟିକେଟ କଥା, ଦିଟା ସୁଦ୍ଧା ସମସ୍ତଙ୍କୁ କୁହାଯାଇଛି ଯେ କାହାର କେତେ ଟିକେଟ, 12 ଜଣ, ଗୋଟେ ଗାଡି ତ ହବ, ଗୋଟେ ଗାଡି ତ ହବ, ଦ୍ୱିତୀୟ ଗାଡି ପାଇଁ ମୁଁ ଚେଷ୍ଟା କରୁଛି, କିନ୍ତୁ ଦ୍ୱିତୀୟ ଗାଡି ଗଗନ ବାବୁ ଅନ୍ୟ ମିଶିକିରି ତାଙ୍କର କଣ ବ୍ୟବସ୍ଥା କରିବେ ହଉଛି। ତେଣୁ ମୋର ବିଜନେସ୍ ଆଜି ବିଜନେସ୍ କହୁଛି, 3 ବାର ମଧ୍ୟରେ 2ଟା ସୁଦ୍ଧା ମୁଁ ଫାଇନାଲ କରି ଆପଣଙ୍କୁ ଜଣେଇବି, ଟିକେଟ ମଧ୍ୟ ବୁକିଂ କରିଦେବି। ଆଉ ଗ୍ୟାସେଜ ଉପରେ କାମ ଚାଲିଛି। ଫିଜିକାଲ ମିଟିଂ ତ ଦରକାର ଆମ ସାର୍, ତେଣୁ ଫିଜିକାଲ ମିଟିଂ ବି ସମସ୍ତଙ୍କୁ କୁହାଯାଇଛି। ଆଉ ଯୋଉ ନୂଆ ମ୍ୟାଡାମ ଯିଏ ଜଏନ କରିଥିଲେ ଯାଜପୁରରେ, ସେ ମଧ୍ୟ କାଲି ମିଟିଂକୁ ଆସିଥିଲେ। ତାଙ୍କର ମଧ୍ୟ ଗୋଟେ ଗ୍ରୁପ ଆସିବା ପାଇଁ ଯୋଜନା ହଉଛି, ତେଣୁ ତାଙ୍କ ସହିତ 10ଟା ପରେ କଥା ହେବି। ସେ ଏବେ ବିଜି ଅଛନ୍ତି, ତେଣୁ ସବୁ ଜଣେଇକି 2ଟା ସୁଦ୍ଧା ଆପଣଙ୍କୁ ଫାଇନାଲ କରିଦଉଛି ସାର୍ କେତେ ଆଚ୍ଛା, ମିଟିଂ ବର୍ତ୍ତମାନ ସୁଦ୍ଧା କାହାକୁ କେତେ ଜଣ ଟିକେଟ କୋଉଠି ଆପଣଙ୍କର ଦିଆହେବ। ଫାଇନାଲ ହେଇଗଲେଣି? ବର୍ତ୍ତମାନ ସୁଦ୍ଧା 15 ଜଣ, 15 ଜଣଙ୍କୁ ଜଣେ ହଲଚଲ ହଉଛି, ଠିକ ଠାକ ନାହିଁ ତାର କଣ ହବ ସେଦିନ କଣ ନାହିଁ, କିନ୍ତୁ 15 ଜଣ ଫିଟିଂ ହେଇକି ଅଛନ୍ତି ଯିବା ଲାଗି। ଓକେ, ବହୁତ ବଢିଆ କଥା ଯେ ଆମେ 25 ଜଣଙ୍କ ଟାର୍ଗେଟ ନେଲେ ତ ଆମେ 15 ଜଣ ନାଇଁ ଆସିଯାଇପାରିବେ। ନାଇଁ ନାଇଁ ସାର୍, ଅଧିକା ଟାର୍ଗେଟ ଅଛି, 25 ନାଇଁ ଓହୋ, ସାର୍। ଆଚ୍ଛା, ବଡ ଟାର୍ଗେଟ ଅଛି, ମୁଁ 25 କରୁଛି। ଆଚ୍ଛା ଆଚ୍ଛା ଆଚ୍ଛା। ଆଚ୍ଛା, ଶେଷ ମିଟିଂ ଥିଲା ନା ଡିସେମ୍ବରରେ, ମାନେ ବଡ ଅଛି, କାହିଁକିନା ଡିସେମ୍ବରରେ ହେଲେ ମିଟିଂ କଲେ ଜାନୁଆରୀରେ ଯୋଉ ଆମ ଟିକେଟ କରିବା, ସେଇଠୁ ଷ୍ଟାର୍ଟ କରିବା ମାର୍ଚ୍ଚ ଲାଗେ। ପ୍ରୋଗ୍ରାମଟା ସେଇ ଅନୁସାରେ ମୁଁ ତିଆରି କରୁଛି। ଜାନୁଆରୀ ଟିକେଟ କଲେ ମାର୍ଚ୍ଚରେ ସେଲିବ୍ରେସନ ଅଛି ନା ଭିଲୱାଡାରେ, ତେଣୁ ଭିଲୱାଡାକୁ କିଏ ଯିବେ ଆଉ କଣ କରିକି ଯିବାକୁ ପଡିବ, ଆଉ ଅତି ସହଜ ମାଧ୍ୟମ କଣ, କାଲି ସବୁ ବୁଝେଇ ଦେଇଛି। ଏଇ ହଉଛି ମୋର ସାର୍ ଆଜିର ବହୁତ ବଢିଆ ଆମର ଷ୍ଟ୍ରାଟେଜି ଆପଣଙ୍କର। ସବୁ ସାର୍। ଆଜ୍ଞା ଆଜ୍ଞା, ବହୁତ ବଢିଆ ଷ୍ଟ୍ରାଟେଜି। ସାହୁ ଭାଇ? ମୁଁ ତ 15 ଜଣ ପାଇଁ ପୁରା ଟାର୍ଗେଟ ରଖିଛି। 5 ଜଣ କାର୍ତ୍ତିକର ଆଉ ମୋର 10 ଜଣ ଏଭଳି ରଖିଛି। 15 ଜଣଙ୍କୁ ବର୍ତ୍ତମାନ ଏବେଠାରୁ ପ୍ଲାନିଂ ଚାଲିଛି ଯେ 15 ଜଣଙ୍କୁ ଯେମିତି ନେଇକି ଯିବି ବି ଲେଗରେ, ପ୍ଲସ୍ ଏ ଲେଗର ଲୋକଙ୍କ ପାଇଁ ବି ଯୋଗାଯୋଗ କରୁଛି, ସେମାନେ ଯଦି ଅଧିକା ବସିପାରିବେ। କାରଣ ଏଇ ମିଟିଂଟା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମିଟିଂ। ଏ ସତ୍ରୀଙ୍କର ଯୋଉ ମିଟିଂ ବହୁତ ବହୁତ ବଢିଆ, ତେଣୁ ଏଠି ଯେତେ ଅଧିକା ଲୋକଙ୍କୁ ବସେଇ ପାରିବା ସେଇଟା ହେଉଛି ବେଶୀ ଗୁରୁତ୍ୱପୂର୍ଣ୍ଣ। ମୁଁ ବି ଉଦ୍ୟମ କରୁଛି କଟକର ଲୋକମାନଙ୍କ ପାଇଁ, ପ୍ଲସ୍ ଜାରକାର ଏମାନଙ୍କ ଲୋକମାନଙ୍କୁ ବାଇ ଫୋନରେ ବା ଫିଜିକାଲି ଯାଇକି ସେମାନଙ୍କୁ ଇନଭାଇଟ୍ କରିବି ଯେ ଆସିବା ପାଇଁ 28 ତାରିଖ ପାଇଁ। ଅବଠୁ ସତ୍ୟଦେବ। ବହୁତ ବଢିଆ। ଆକ୍ଚୁଆଲି ଆସିବା ନିହାତି ଜରୁରୀ, କାରଣ ଏ ବର୍ଷର ବି ଶେଷ ମିଟିଂ, ଗୋଟେ ଇମୋସନାଲ ଆଟାଚମେଣ୍ଟ ବି ରହୁଛି। ତ ଯାହା ବର୍ଷ ସାରା କରିନେ ତ ବର୍ଷ ଶେଷରେ ତ ଆଟଲିଷ୍ଟ କରିକି ଦେଖେଇବା, କାରଣ 2025 ଆଉ ଆମ ଲାଇଫରେ କେବେ ଆସିବନି। ତ ସବୁ କିଛି ଆସିବ, କିନ୍ତୁ ଆଉ 25 ଆସିବନି। ତ ଆଜି ଯଦି ବି କିଏ ବର୍ଷ ସାରା ବି କେବେ ଆସିନାହାନ୍ତି, ତ ତାଙ୍କୁ ବି ଆମେ ଇନଭାଇଟ୍ କରିବା ବି ଉଚିତ। ଓକେ, ତାକି ଆମେ ଗୋଟେ ଗେଟ୍ ଟୁଗେଦର ବି ତ ହେଇପାରିବା, ସେଦିନ ପରସ୍ପର ବି ଦେଖା ବି ହେଇପାରିବା। ଆଜ୍ଞା ଆଜ୍ଞା। ଓକେ, ସୁକାନ୍ତ ବାବୁ? ଆଜ୍ଞା ଆଜ୍ଞା, ସୁକାନ୍ତ ବାବୁ ଅନମିଟ୍। ଓକେ, ମିତାଞ୍ଜଳି ମ୍ୟାଡ଼ାମ? ହଁ ସୁକାନ୍ତ ବାବୁ, ଅନମିଟ୍ କରନ୍ତୁ। ସାର୍ ନମସ୍କାର, ସାର୍ ଜୟ ସିଂ ସାର୍। ନମସ୍କାର, ସାର୍ ଜୟ। ଆଜି ଗୁରୁକୁଳ ଆଜି ମୋର ରାତି 5ଟାରେ ସାର୍ ଉଠିଲେଣି ଗୁରୁକୁଳ ବସିବି ବୋଲି। ଯାହା ହଉ ଇଏ 5ଟାରେ ଉଠିକି ତାପରେ ଯୋଗରେ ମୁଠି ପ୍ରଥମେ ଯୋଗ କରିକି ତାପରେ ଲଗେଇଲି, ତାପରେ ଯାହା ହଉ ଏଣ୍ଟ୍ରି ହେଲା। ତାପରେ ସାର୍ ପୁଣି କଟିଗଲା, ପୁଣି 6:30 ବେଳକୁ ପୁଣି ୟୁଟ୍ୟୁବ ଦେଖିଲି। ଆଉ ସାର୍ ତ ଯୋଗ ଆଉ ପ୍ରାଣାୟାମରେ ବହୁତ ବଢିଆ କଥା କହିଲେ। ଆଉ ଯୋଗ ହଉଛି ରୋଗର ମୁଖ୍ୟ ଶତ୍ରୁ। ଯୋଗ ଯିଏ କରିବ ରୋଗ ତାର ଆଉ ପାଖରେ ପଶିବନି, କାରଣ ସବୁରି ମୂଳରେ ହେଲା ଆମର ଯୋଗ। ମୁନି ଋଷି ମାନେ ଶହ ଶହ ବଞ୍ଚୁଥିଲେ କେବଳ ଯୋଗ ମାଧ୍ୟମରେ, ପ୍ରାଣାୟାମ ମାଧ୍ୟମରେ। ସେଥିପାଇଁ ଆମକୁ ପ୍ରଥମେ ଆମେ ଆଜିକାଲି ସାର୍ ଦେଖନ୍ତୁ, ଗୋଟେ ଜିନିଷ ଯେ ପ୍ରକୃତି ବିରୁଦ୍ଧରେ ଗଲା ତାର ସାରା ରୋଗ ହବ, ଯେ ପ୍ରକୃତିରେ ଅନୁକୂଳରେ ଗଲା ତାର କେବେ ରୋଗ ହବନି। ଆମେ ଆଜିକାଲି ଦେଖନ୍ତୁ
ମୁନି ଋଷି ମାନେ ସନ୍ଧ୍ୟା ପୂର୍ବରୁ ଖାଉଥିଲେ, ସନ୍ଧ୍ୟା ହେଲେ ସେ ଖାଇବା ବନ୍ଦ। କିନ୍ତୁ ଆମର କଣ ଦିନରେ ଯାହା ଯାହା ଖାଇଲେ ରାତିରେ ଲୋକଙ୍କର ଅଧିକା ଢାବାରେ ଇଏରେ ଜିନିଷ ଖାଦ୍ୟ ଖାଇକି ଡାଇବେଟିସ, ବ୍ଲଡ ପ୍ରେସର, ବିଭିନ୍ନ ରୋଗ, ବେମାର, କ୍ୟାନ୍ସର, ବିଭିନ୍ନ ରୋଗ ହଉଛି। କାରଣ ଏଇଟା ହଉଛି ମୁଖ୍ୟ କାରଣ। ସେଥିପାଇଁ ଆମକୁ ପ୍ରକୃତିକୁ ଆମକୁ ଆପଣେଇବାକୁ ପଡିବ। ତା ସହିତ ଯୋଗ ପ୍ରାଣାୟାମ ଦ୍ଵାରା ଆମର ଯୋଉ ସାତଟା ଚକ୍ର କହିଲେ, ସାତଟା ଚକ୍ର ଆକ୍ଟିଭ ରଖିବାକୁ ପଡିବ ସବୁବେଳେ। ଆକ୍ଟିଭ ରହିଲେ ଆମେ ନିଶ୍ଚିତ ଆମେ ସୁସ୍ଥ ରହିପାରିବା। ଏ ଆଉ ଗୋଟେ ସାର୍ ମିନିଟ ବହୁତ ବଢିଆ, ବହୁତ ବଢିଆ। ମୁଁ ଗୋଟେ 2 ମିନିଟ 2 ପଦ ସାର୍ କହିପାରିବି କି? ସାର୍ 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 ଆପଣ 2 ମିନିଟ ନାହିଁ, ସାର୍ ଆପଣ ନମସ୍କାର, ସାର୍ ସାର୍ ନମସ୍କାର। ନମସ୍କାର। ସାର୍ ନମସ୍କାର। ମୁଁ କହୁଛି କି, ମୁଁ କହିବା କଥା ଯେ ବର୍ତ୍ତମାନ ଆମେ ଏଇ ଅଳ୍ପ ସମୟ ଭିତରେ ଆମେ ସେ ଜ୍ଞାନ ଏଠି ବାଣ୍ଟିବା କାହିଁକି କହନ୍ତୁ ସୁକାନ୍ତ ହଁ ବାବୁ? ସାର୍, ଆଜ୍ଞା ସେ ସାର୍, ଆଜ୍ଞା ସିଏ ଦେଲେ, ସିଏ ତ ଜ୍ଞାନ ଦେଲେ, ପୁଣି ସେ ଜ୍ଞାନକୁ ଆମେ ବାଣ୍ଟିବା ଯଦି, ତାହେଲେ ଆମେ ଅସଲ କଥା କଣ କଥାବାର୍ତ୍ତା ନାଇଁ, ହବା। ନାଇଁ ଆକ୍ଚୁଆଲି ଠିକ ସାର୍ ଅଛି। କଥା ହଉଛି ଏଇଆ, ହୁଏତ ସୁକାନ୍ତ ବାବୁ ଟିକେ ଶୁଣି ପାରୁନାହାନ୍ତି, ତାର ନେଟୱାର୍କ ପ୍ରୋବ୍ଲେମ। ଆକ୍ଚୁଆଲି କଥା ହଉଛି ଏଇଆ, ସୁକାନ୍ତ ବାବୁ ସମସ୍ତେ ବି ଆଉଥରେ ଶୁଣନ୍ତୁ। ସେ ବିଷୟରେ ତ ଆମେ ଜାଣିଛେ, ଆମର ଗ୍ରୋଥ ପାଇଁ ଆମର ଆଜ୍ଞା ସାର୍, ଯୋଉ ଫିଜିକାଲ ମିଟିଂ ରହୁଛି, ତ ସେ ଫିଜିକାଲ ମିଟିଂର ଆମର କଣ ପ୍ରିପାରେସନ ଅଛି ସେଇ ଡିସ୍କସନଟା ଚାଲିଛି। ହଁ ସାର୍। ଓକେ ଓକେ, ଆମର କଣ ପ୍ଲାନିଂ ଅଛି କୁହନ୍ତୁ। ସାର୍ ଫିଜିକାଲ ମିଟିଂ ପାଇଁ ସାର୍ ମୁଁ କାଲି ଗୋଟେ ଜାଗାରୁ ଫିଲ୍ଡକୁ ଯାଇଥିଲି। କାଲି ସେଠି ଆମର 30 ଏକର ଖଣ୍ଡେ ଆମର ଟାଇଚିନ ବା ଡାଳ ଧାନ ଆମର ଚାଷ ହବ, ସେ ବିଷୟରେ କଥାବାର୍ତ୍ତା ନାଇଁ ନାଇଁ ଚାଲିଛି। ନାଇଁ ନାଇଁ, 28 ତାରିଖ ଯୋଉ ମିଟିଂ, ଓ 28 28 ତାରିଖ ଯୋଉ ମିଟିଂ, ଆଜ୍ଞା ପ୍ରୋଗ୍ରାମ ଆଜ୍ଞା, ଅଛି। ଆମର ପ୍ରୋଗ୍ରାମ ଏସ୍ ଅତ୍ରିଙ୍କର। ହଁ, ସାର୍ ମୋ ସାର୍ ନିଶ୍ଚିତ ସାର୍ 15 ନିଶ୍ଚିତ ଯିବେ ସାର୍ ଆମ ଟିମରୁ। ଓକେ ମୁଁ ସେଥି ପାଇଁ ଆଜି ଯାହା ଟିକେ କନଫର୍ମ କରିଦେବି, କନଫର୍ମ ଟିକେଟ ସାର୍ ମଗେଇଦେବି। ଓକେ, ଠିକ ଅଛି, ଓକେ, ଥ୍ୟାଙ୍କ ୟୁ। ସାର୍ ଆସନ୍ତୁ, ସାର୍ କୁହନ୍ତୁ ସାର୍। ନମସ୍କାର ସମସ୍ତଙ୍କୁ, ଜୟ ନମସ୍କାର। ଆରସିଏମ। ନମସ୍କାର, ଜୟ ଶ୍ରୀ। ମୁଁ ଆପଣ ମାନଙ୍କୁ ପ୍ରାୟ ଅନେକ ଥର କହିଲିଣି, ରିକ୍ୱେଷ୍ଟ କରୁଛି। ଆମେ ତ ଗୁରୁକୁଳରେ ପ୍ରାୟ ଜ୍ଞାନ ନଉଛୁ, ପୁଣି ଆମେ ସେ ଜ୍ଞାନକୁ ଯଦି ଏଠିକି ବାଣ୍ଟିବା, ତାହେଲେ ପ୍ରକୃତ ଆମେ କଣ କାମ ହଉଛି, କଣ ହବ, କେମିତି, ସେଇ କଥା ମୁଁ କହିବାକୁ ଚାହୁଁଛି। ଆପଣ ମାନେ ଟିକେ ବୁଝିବାକୁ ଚେଷ୍ଟା କରନ୍ତୁ ମୋ କଥାକୁ। ଆମେ ମେଡିଟେସନ ରେ ଆଜି ଶୁଣିଲେ, ମେଡିଟେସନ ଅଧିକତା ହେଲା 20 ମିନିଟ, 15-20 ମିନିଟ ଆମେ ମେଡିଟେସନ କରୁଛେ କି ନାହିଁ, ପ୍ରାକ୍ଟିକାଲ କଥା ଏବେ ପଚାରିବା। ତ ସାହୁ ବାବୁ, ଆପଣ କେତେ ସମୟ ସକାଳେ ମେଡିଟେସନ କରିପାରୁଛନ୍ତି କି? ଅନମ୍ୟୁଟ କଲେ ଶୁଭିବ। ହ୍ୟାଲୋ। ହଁ, ମୁଁ ପ୍ରତିଦିନ ତ 15 ମିନିଟ୍ କରେ, ଆଜି ତ ବହୁତ ସମୟ କରିଯାଇଛି। ଥ୍ୟାଙ୍କ ୟୁ। ସେତିକି ସେତିକି 15 ମିନିଟ କରନ୍ତୁ, ବେଶୀ ସମୟ କରି କିଛି ଦରକାର ନାହିଁ। ଆଉ ଆଜି ମେଡିଟେସନ ଉପରେ ଶୁଣିଲେ ବହୁତ ନିଜର ଜ୍ଞାନ ହବ, ଆଉ ମେଡିଟେସନ ଉପକାରିତା ବିଷୟରେ ଜାଣିପାରିବା। ଆଉ କିନ୍ତୁ ପ୍ରତିଦିନ ଆମେ ଯଦି 15 ମିନିଟ ମେଡିଟେସନ ରେ ବସିଯିବା, ବହୁତ ଉପକାର ହବ। ଆଉ ସୁକାନ୍ତ ବି ମେଡିଟେସନ କରୁଛନ୍ତି, ବହୁତ ଧନ୍ୟବାଦ। ମୁଁ ଆଶା କରେ ଆପଣ ମାନେ ସମସ୍ତେ ମେଡିଟେସନ 15 ମିନିଟ କରନ୍ତୁ। ଆମର ଏଇଟା କିନ୍ତୁ ମୋର ଗୋଟେ, ମୁଁ କହୁଥିଲି ସ୍କୁଲ କ୍ୟାରିୟରରେ ଆମର ପଢୁଥିଲେ ଯେତେବେଳେ, ଆମର ଜଣେ ଯୋଗ ଟିଚର ପିଟି ସାର୍, ସିଏ ଆମକୁ ମେଡିଟେସନ ଶିଖଉଥିଲେ। ତେଣୁ ଟିକେ ଅଭ୍ୟାସ ଆମର ଅଛି ମେଡିଟେସନ କରିବା, ଆସନ କରିବା, ଏଗୁଡା ସବୁ ଯୋଗାନନ୍ଦ, ଶିବାନନ୍ଦଙ୍କର ଜଣେ ଶିଷ୍ୟ ଆସିକି ଶିଖଉଥିଲେ। ତ ସ୍କୁଲ କଲେଜରେ ସେଟା ଅଛି। ୱାକିଂ କରିବା, ମୁଁ କରୁଛି, 68 ଇୟର୍ସ ହେଲାଣି। ତେଣୁ ଆପଣ ମାନେ ମତେ ୟଙ୍ଗ ଭାବୁଛନ୍ତି, ଏଇ କାରଣ ସେଇଆ ଯେ ମୁଁ ମେଡିଟେସନ କରେ। ଅବଶ୍ୟ କଣ୍ଟିନ୍ୟୁଅସ କରିପାରିନି ଯେତେବେଳେ ବୁଲୁଥିଲି। ଆଉ ତାପରେ ତ ରୋଗରେ, ଏଇ ଯୋଉ ଗୋଡ ପ୍ରୋବ୍ଲେମ ହେଇଗଲା। ଭାରି ଉପକାର ପାଏ। ଆଉ ମର୍ଣ୍ଣିଂ ୱାକ୍ କରିବା ମୋର ଗୋଟେ ଇଏ, ଆପଣ ମାନେ ବି ସେୟା କରନ୍ତୁ, ନିଶ୍ଚୟ କରୁଥିବେ। ଥ୍ୟାଙ୍କ ୟୁ। ବର୍ତ୍ତମାନ କଥା ହଉଛି ଯେ 28 ତାରିଖରେ ଯୋଉ ଆମର ଛାତ୍ରୀ ଆସୁଛନ୍ତି, ଆପଣ ମାନେ ଯୋଉ କହିଲେ 15 ଜଣ 20 ଜଣ ନିଜ, କିନ୍ତୁ ଦେଖନ୍ତୁ, ଆପଣ ମାନେ ସମସ୍ତେ ଲିଡର, ଆପଣ ମାନେ ସମସ୍ତେ ରେସ୍ପନ୍ସିବୁଲ ବ୍ୟକ୍ତି ଆପଣ ମାନେ। ତେଣୁ ଆମେ ପାଟିରୁ ଯାହା ବାହାର କରିବା, ଯଦି ଗୋଟେ ମାନେ ଏଇ ଯୋଉ ସବୁ ବଡ ବଡ କଥା କହିବା, ଇଏ କରିବା, ଏମିତି ଆମେ କରିବାନି। ଆମେ ଯାହାଟା କରିବା ସେଇଟା କହିବା। ଟିସିଜିଙ୍କର ମୂଳ କଥନ ହଉଛି ଏଇଆ, କଥନୀ ଆଣ୍ଡ କରନି। ତାଙ୍କର ଯୋଉ ବହିଟା ବାହାରିଛି ଟିସିଜିଙ୍କର, ସେ ବହିଟା ଆପଣ ମାନେ ପଢିବେ। ସେଥିରେ କଥନୀ ଆଣ୍ଡ କରନି, ଯାହା କହିବେ ତାହା କରିବେ। ଆଉ ଆମେ ଅନ୍ୟମାନଙ୍କୁ ମିଟିଂରେ କି ଆମେ କହିଦବା ଯେ ହଁ ଆମେ ଏମିତି କରିବୁ, କିନ୍ତୁ କରିପାରିବୁନି, ତାପରେ ଗୋଟେ ଆମେ ବାହାନା କରିବା ନା ଏଇଥିପାଇଁ ପୁରା ହେଇପାରିଲାନି। ଏଇଟା ଏଡେ ଦୁଃଖଦାୟକ, କଷ୍ଟଦାୟକ କଥା, ଏତେ ମାନେ ଫେଲିଓର ର କାରଣ କହିବାର ନାହିଁ।
तेणु आपण माने रिक्वेस्ट करूची जो आपण माने कहले 15 जन 20 जन 25 जन स्टिक करंतु आ कौन सी कारण रो कहंतु एथि पई पर हलानी सेथि पई पर हलानी से तुमे गलानी एगुडा करबेनी जमा जदी ताले नले एबेटु कहि दियंतु जे आपण माने एतिकी आमे आनिबु एटा जदी एही प्रकार माइंडसेट आमे करबा ताले कोन बना हमर टीम ऊपर तार प्रभाव पड़िबो टीम ऊपर प्रभाव पड़िबो से माने भी से भली करिवे तेणु बहुत खुशी रो कथा जे साहू बाबूंकर 15-20 जन पई चेष्टा करचंती आमर सुकांत भी 15-20 देखो आम कहवा 10 जन कहवा कि 15 जन कहवा कि 20 जन कहवा से 19-20 हो पारे से उच्च नीच हो पारे किंतु या बोली आम जदि 20 जन कहीकि 5 जन आसबे आ 6 जन आसबे 8 जन आसबे ताले लाभ कौन हाँ 20 जन आम कहला आम जदि 2 जन कमी जाई पारंती 2-3 जन कमी जाई पारंती हुए तो बढ़ी भी जाई पारंती सेमती आपण माने चेष्टा करिवे आ चेष्टा करिवे बहुत चेष्टा करिवे देखो प्रथम जो आरंभ करते 200-300 लोक एकाठी करवा मु एकुटिया थी आपण मैंने मो कथा भावतु से किसी नथिला आरसीएम आर अक्षर नथिला 150 लोक एकाठी करवा माने कहती रक्त को पानी कला भाया काम करुली जहा भगवान आशीर्वाद रे संजीव जी से माने मोटिवेशन रे मुझे करी से मोर बयस 46-47 आप तो समस्त मोटू बयस कम से परिश्रम करिया पड़े बहुत मेहनत करिया पड़े लोकों को ऑर्गेनाइज करने केवल परिश्रम आ कौन सी आ न करि पारि कि आमे जदी बाहाना कथा कहबो जे एथि को हेइ पलेनी सेथि को हेइ पलेनी एथि गेले आमे जदी 100 लोकों सहित मिसिबा ताहाले सिना हबो आमे जदी से 10 टी लोकों सहित मिसिबा से 10 टी लोकों सहित से 2-4 जन गेले तो कोनटा तो साधारण कथा तेणु बी सीरियस हुंतु कहीं एमती हार्ड वर्क कहूँ कहीं कारण आपण मैंने समस्ते मो सहित 20 वर्ष है आपण मान संपर्क 20 वर्ष है केते भल मंद भर संपर्क आ दीपद हार्ड वर्क कहबी आपण मानू ना बाधिब नाई सर सेमती किछि नाही नहीं हमको बात आनंद लगुच हमको आनंद लाଗୁଛି ସାର୍ ଆମକୁ ମାନେ ଗାଇड କରୁଛନ୍ତି ଆମକୁ ସବୁଥିରେ ଇଏ ଦଉଛନ୍ତି नहीं एक्चुअली एग्जैक्टली कहबा गले आपण तो हमर उन्नति पई कहउचंदी ना आपण को कथा तो सैया पो को जते बेले इंजेक्शन दवा पई कांदिबो से यदि रागिबो आपन तो इंजेक्शन दउचंदी किंतु ताकू जे केते माने भयंकर प्रॉब्लम रु आपण माने बापा पो को रक्षा करूचंदी से कथा से बुझी पारेनी से रागटा रही हम तो एमती का कल एमती देल एमती गाली देल एमती मारिल एमती कथा कहल एमती सब कहते पिला माने आज्ञा नहीं एठी सर गोटे कथा अछि कि आपण माने सेमती का केते बुझी पारंती आ मु भी कोन 100% बुझी पारुची कि तेणु हमरो भी ऑफलाइन प्रलय संजीव जी तर चांद भाई क्या आप बुजुर्ग आदमी होकर ऐसा बात बोल रहे संजीव जी प्रहलाद जी कहती आप बुजुर्ग आदमी होकर 10 साल 15 साल मुझसे एज में ज्यादा होकर आप ऐसे बात क्यों कर रहे हैं ऐसे करना है ऐसे बहुत थर मत एमती कहती से माने ठीक अच्छे 28 तारीख रे जेमती का बहुत लोक आसंती आपन को टीम रो थैंक यू धन्यवाद ओके बहुत बढ़िया कथा सर सारंकर जो प्रकार प्रेरणा हमको रोची आम पाखे आम पई जो प्रकार आशीर्वाद रोची सेटा आम पई देखिबे आपण विश्वास करंतु जे आपण भी दिने टेक्निकल अचीवर हेकि बसते सेही दिन मने पकोतबे आज जो सार कहउचंती सेथि पई आपण को काम को आहुरी सहज करिवा पई 28 तारीख तो आपन को काम सहज हो सहज करिवा पई आज संजीव जी आज प्रोग्राम रोची राति 9टा बेले मैक्सिमम साथी को आज आम डायरेक्ट आमर टीम प्रहलाद जो प्रत्येक दिन राति 9टा बेले होची आज संजीव जी रोची आम जदि प्रोग्राम रे आम डायरेक्ट एंट्री करवा जमती आरती अपा हैंड रेज करके लास्ट को फीडबैक दउचंती तांको ऑल ओवर इंडिया लोक चिन्हुचंती जी तांको बिहार मुजफ्फरपुर रंजित कुमार कि आपणकर सुरेंद्र जैन जे कि फिजिकल देखी नाहांती तो से आरती जी आरती अपा समस्त तो जे चिन्हि पारछन से समस्त इन्वॉल्व रहबा निहाती जरूरी फिजिकल देखुଛନ୍ତି राहुल केला आसी पाखे ठिया हे गेले कहले आपण हाथी मैडम तो हाँ नहीं एक्चुअली कथा होची कोन ना फिजिकली देखिबा पूर्वरु आगे गोटे सूत्र मु कहूची गोटे मिनिट आगे ए जो आपण माने कहउछंती एटा पर एई सूत्र मते बतैतिले संजीव सर
2005 ରେ ଆପଣ ମାନେ ଯୋଉ କହୁଛନ୍ତି ମୁଁ ଆଜି 28 ତାରିଖ ମିଟିଂ ରେ 15 ଜଣଙ୍କୁ ଡାକିବି କି ଅମୁକ ମିଟିଂ ରେ ମୁଁ 10 ଜଣଙ୍କୁ ଡାକିବି କି ଯୋଉ ମିଟିଂ ମୁଁ 50 ଜଣ ଏଇ ଯୋଉ ଆପଣ ଡିକ୍ଲେୟାର କରୁଛନ୍ତି ତାର ମାନେ କଣ ମୁଁ କହିଦଉଛି ମୁଁ ଯୋଉଟା ସେଟା ସେଇ ସୂତ୍ରଟା ମୁଁ ୟୁଟିଲାଇଜ କରିଛି। ଆମେ ଯଦି କହିବୁ ଯେ ମୁଁ 20 ଜଣଙ୍କୁ ମିଟିଂ ରେ ବସେଇବି 20 ଇଣ୍ଟୁ 50 100 ଜଣଙ୍କୁ ମୁଁ ଭେଟିବି। ଯଦି ମୁଁ କହିବି 15 ଜଣଙ୍କୁ ମୁଁ ମିଟିଂ ରେ ବସେଇବି ତାହେଲେ 15 ଇଣ୍ଟୁ 50 75 ଜଣଙ୍କୁ ଭେଟିବି। ଏଇଟା ମ୍ୟାକ୍ସିମମ୍। ତଥାପି ଆପଣ ଯଦି କହୁଛନ୍ତି 15 ଜଣଙ୍କୁ ବସେଇବେ ତାହେଲେ ଆପଣ 30-40 ଜଣଙ୍କୁ ଭେଟିଲେ ଯାଇକି 15 ଜଣଙ୍କୁ ଭେଟିବେ। 30-40 ଜଣଙ୍କୁ କହିଲେ ଯାଇକି 15 ଜଣଙ୍କୁ ଆସିବେ। ଆପଣ 15 ଜଣ କଥା କହୁଛନ୍ତି ମାନେ ଯଦି 15 ଜଣଙ୍କୁ କହିବେ ତାହେଲେ 5 ଜଣ ଆସିବେ କି 3 ଜଣ ଆସିବେ। ସେତେବେଳକୁ ଆମକୁ ବାହାନା କରିବାକୁ ଆମକୁ ବାଧ୍ୟ ହବୁ। ତେଣୁ ଆପଣ ମାନେ ଯଦି କହୁଛନ୍ତି 10 ଜଣଙ୍କୁ ସୁକାନ୍ତ ବାବୁ କହିଲେ ମୁଁ 10 ଜଣଙ୍କୁ ଡାକିବି 10 ଜଣଙ୍କୁ ଖାଲି ଯଦି ଡାକିବେ ତାହେଲେ ଜଣେ 2 ଜଣ ଆସିବେ। ମୁଁ କହିଦେଲି 2 ଜଣ ଆସିବେ 2 ଜଣ ବେଶୀ ଆସିବେନି। ଯଦି ଆପଣ 10 ଜଣ କହିଲେ ବସିବି ବୋଲି ତାହେଲେ ଆପଣଙ୍କୁ 40-50 ଜଣଙ୍କୁ ଡାକିବାକୁ ପଡିବ ଆଉ ବାର ବାର ଡାକିବାକୁ ପଡିବ। ତାହେଲେ 10 ଜଣ ଗ୍ୟାରେଣ୍ଟି ଆସିବେ। ଆଉ 10 ଜଣଙ୍କୁ ଯଦି କହିବେ ଡାକିବେ ମୁଁ 10 ଜଣଙ୍କୁ କହିଛି 10 ଜଣଙ୍କୁ ଡାକିବି ତାହେଲେ ଜଣେ 2 ଜଣ ଆସିବେ। ସିଏ କିଛି ଭୁଲ କଥା ନୁହେଁ। এইটা কিন্তু এই সূত্রটা ମୁଁ ୟୁଜ କରିଛି ବୋଲି ମୁଁ ଆପଣଙ୍କୁ କହୁଛି। ଠିକ ଅଛି ଥ୍ୟାଙ୍କ ୟୁ। ओके थैंक यू। एक्चुअली ये तो लॉ ऑफ एवरेज आमे जेते ହଁ जेतिकी पिलांको एडमिशन करिबा हम स्कूल रे सेतिकी पिला समस्ते बेस्टेंट हेबेनी तो कम हबो। ओके आमे सुनिया मितांजलि मैडम अनम्यूट करंतु आज्ञा। हाँ, ये प्रवीणा मैडम आपण अनम्यूट करंतु। ସାର୍ ନମସ୍କାର। आज्ञा नमस्कार। କାଲି ସାର୍ ମୋର ମୋବାଇଲ ଏତେ ପ୍ରୋବ୍ଲେମ ଫଟକିରି କଟିଗଲା ଆଉ ମୁଁ କିଛି ଆଉ ଆପଣଙ୍କ ଶୁଣିଲିନି ପଛରେ ଫେରି ସବୁ ରେକର୍ଡିଂ ଦେଖିଲି ଫେରି ଆରତୀ ମ୍ୟାଡମଙ୍କୁ ଫୋନ କଲି ମୁଁ କହିଲି କଣ ଏମିତି ମୋର କଟିଗଲା ନା ଅପା କାହିଁ ପଳେଇଲ ମୁଁ କହିଲି ପଳେଇଲି କୁଆଡେ ମୁଁ ତ ବସିଥିଲି କ୍ୟାମେରା ଖୋଲିକି ଗଲି କୁଆଡେ आज्ञा आज्ञा ଆଉ ହେଲୁ ରାତିରେ ଆମେ ଫେରି ଇଏରେ କଥା 28 ହେଲୁ 28 तारीख पे मैडम କଲିଗରେ कौन हमर ତାରେ प्रिपरेशन। ମୁଁ 5 ଜଣ ପାଇଁ ପୁରା କନଫର୍ମ 4 ଜଣ ହଁ କରୁଛନ୍ତି ଆଉ ଜଣେ ଏପଟ ସେପଟ ହେଇକି ରହିଛି କିନ୍ତୁ 5 ଜଣ ପାଇଁ ନେଇକି ଯାଇପାରିବି। ମୁଁ ତ ସେଇଠିକି ବୋଧେ ଥରଟେ ଯାଇଥିଲି ମିଟିଂ ରେ ମୋର ବି ମନେ ପଡୁନି କିନ୍ତୁ ହେଲେ ମୁଁ ଚାଲିଯିବି ଭୁବନେଶ୍ୱର କିଛି ଅସୁବିଧା ନାହିଁ। ଯାଇଥିଲୁ। ଆଜ୍ଞା ହଁ ଆଜ୍ଞା ନାଇଁ ନାଇଁ ମୁଁ ଆକ୍ଚୁଆଲି କଥା ହଉଛି କଣ ହଁ ମ୍ୟାଡାମ ଦେଖନ୍ତୁ ଏଇଟା ବର୍ଷର ଶେଷ ମିଟିଂ। ଆମେ ହୁଁ ଇଏ ମିଟିଂ ର ସହଯୋଗରେ ଆମ ଟିମ୍ କୁ ପୁରା ଚାର୍ଜ କରିଦେଇ ପାରିବା। ତ ଆମେ ପ୍ରତ୍ୟେକକୁ ହୁଁ ଆମେ ଇନଭାଇଟ କରିବା ଆଉ ତାଙ୍କ ମାଧ୍ୟମରେ ବି ହୁଁ ଆଉ କିଛି କିଛି ସାଥୀଙ୍କୁ ଇନଭାଇଟ କରିବା ଦ୍ୱାରା ଆମେ ହଁ ମୁଁ ତ ସମସ୍ତେ ହେଇପାରିବା। ମାନେ 4 ଜଣ ତ କନଫର୍ମ କିନ୍ତୁ 5 ଜଣ ପାଇଁ ସେ ହଁ କରିଛନ୍ତି ଦେଖାଯାଉ ସେ କଣ ହଉଛି କିନ୍ତୁ 4 ତ ପୁରା କନଫର୍ମ। ଠିକ ଅଛି ଓକେ ଆପଣଙ୍କ ପାଖରେ ଟିକେଟ ଥ୍ୟାଙ୍କ ୟୁ ପହଞ୍ଚିବ ତ ସାର୍। ଆପଣ ପାଇଯାଇ ହଁ ପାରିବେ। ନା ହଁ ତଥାପି ସମସ୍ତଙ୍କ ସହିତ ଆଜି ଦିନ ଭିତରେ ଆପଣ ଯୋଗାଯୋଗ କରନ୍ତୁ। ହଁ ସନ୍ଧ୍ୟା ବେଳେ ଆଜି ରାତି 9ଟା ବେଳେ ଯୋଉ ସଞ୍ଜୀବ ଜୀଙ୍କର ପ୍ରୋଗ୍ରାମ ଅଛି ସେ ବିଷୟରେ ବି ଇନଫର୍ମ କରିବେ। ଆଉ ତା ସହିତ ପୁଣି ଥରେ ଯୋଗାଯୋଗ କରନ୍ତୁ ସମୟ ତ ଅଛି ହେଇଯାଇ ପାରିବ। ମାନେ ଆପଣଙ୍କର ଦେଖନ୍ତୁ ଆମ ଗୋଟେ ହିସାବ ଦେଖନ୍ତୁ ହୁଁ ଯେ ଯୋଉ ବିଜନେସ୍ ଆପଣଙ୍କର 28 ତାରିଖ ପର୍ଯ୍ୟନ୍ତ ହେଇନଥିବ ଯଦି ମିଟିଂ ରେ ଆପଣ ବସେଇଦେବେ ନା ଆଉ ତାର 2 ଗୁଣା ବିଜନେସ୍ କି 10 ଗୁଣା ବିଜନେସ୍ ଆପଣଙ୍କର ସେଇଦିନ ହେଇଯିବ। ତ ସେଟା ବହୁତ ପାୱାରଫୁଲ। ଚେଷ୍ଟା କରୁଛି ସାର୍ ହଁ ସେଇଟା ତ ଆମେ କରୁଛୁ ଚେଷ୍ଟା କରୁଛୁ କିନ୍ତୁ ଆଭେଲେବୁଲ ହେଲେ ତ ସେମାନେ ତ କାହାର କଣ ପ୍ରୋବ୍ଲେମ କାହାର କଣ ହଁ ପ୍ରୋବ୍ଲେମ ଆରେ ନାଇଁ ପ୍ରୋବ୍ଲେମ ସମସ୍ୟା ସମସ୍ତଙ୍କର ତ ଅଛି। ରହିବ। ସମସ୍ୟା ହଁ ବିନା ସମସ୍ୟାରେ ଯଦି ଦେଖନ୍ତୁ ପଖାଳ ଭାତରେ ତ ଲଙ୍କା ତ ଆମ ପାଟିକୁ ରାଗ ଲାଗିଲେ ବି ସେଟା ତ ରହିବ ସମସ୍ୟା ଦିନ ରାତି ସବୁ ରହିବ ତା ଭିତରେ ଆମକୁ ପାସ୍ କରିବାକୁ ଅଛି ନା। ଓକେ ଥ୍ୟାଙ୍କ ୟୁ ବହୁତ ବହୁତ ଧନ୍ୟବାଦ ହଁ ଆପଣ। ଥ୍ୟାଙ୍କ ୟୁ ସାର୍ ଓକେ ବହୁତ ସାରା ସାଥୀ ଥ୍ୟାଙ୍କ ୟୁ ଅଛନ୍ତି ସାର୍। ଆଜି ଟାଇମ ବି ହେଇଗଲାଣି ନମିତା ମ୍ୟାଡାମ ଅନମ୍ୟୁଟ କରନ୍ତୁ। ଖାଲି ଆମର ପ୍ଲାନିଂ କଣ ଅଛି ସେଇ କଥା ଖାଲି କହିବା। ସାର୍ ନମସ୍କାର ଜୟ ଆସେନ। ନମସ୍କାର ଜୟ ଆସିମ୍। ସାର୍ ପ୍ଲାନିଂ କଣ 28 ତାରିଖ ମିଟିଂ ପାଇଁ ଆମର ତ ଏଠୁ ଟିକଟ ଯାହା ମିତାଞ୍ଜଳି ମ୍ୟାଡାମ ଆମ ଯାହା କରିବେ ସେ ଯେତିକି ଜଣ ଆମେ ଯିବୁ 4-5 ଜଣ ଆମର ଇଏରେ ଅଛନ୍ତି କିନ୍ତୁ ଗ୍ରୁପ କୁ ଯାହା ଇଏ କରିକି ଡିସାଇଡ କରି ମିତାଞ୍ଜଳି ମ୍ୟାଡାମ ଆପଣଙ୍କୁ ଜଣେଇବେ ଆଉ ଟିକଟ କଥା। ଓକେ ଓକେ ଅଶୋକ ବାବୁଙ୍କ ପାଖରେ ଟିକେଟ ଅଛି ତ ଆମେ ସେଇଠୁ ମୁଁ ଡାଇରେକ୍ଟ ବି ମୁଁ ନେଇଯାଇ ପାରିବା। ଜାଣିଛି ମୁଁ ଅଛବଙ୍କୁ ପଚାରିଥିଲି ସେଦିନ ଯାଇଥିଲି ଯେ ସେ କିନ୍ତୁ କହିଲେ ଯେ ଆଉ ଇଏ ଆମର ରଖିଦେଲେ କହିଲେ ରୁହନ୍ତୁ ଅପା ଆମର ଭାଉଜ ଯାହା କହିବେ ସେଇଥିରେ
ଆମେ କେତେଟା ଟିକଟ କଣ କିଣା ହବ ଇଏ ହବ। ହଁ फिर भी ଆପଣଙ୍କ ଗ୍ରୁପରେ ଯୋଉମାନେ ଅଛନ୍ତି ତାଙ୍କୁ ଆଜ୍ଞା ଆପଣ ଇନଫର୍ମ କରନ୍ତୁ ଯେ 28 ତାରିଖ ଆମ ପାଇଁ ଗୋଟେ ବହୁତ ବଡ଼ କଥା, ଯେ ଯୋଉଥିରେ କି ଆମେ ଏ ବର୍ଷର ଶେଷ ମିଟିଂ, ତା ସହିତ ଆମେ ଯାହା ଯାହା ଜାଣିପାରୁନେ ସେ ମିଟିଂରେ ଆମେ ଜାଣିପାରିବା, ତ ଆମ ବିଜନେସର ଗ୍ରୋଥ ବି କରିଦେଇ ପାରିବା। ଯୋଉ ବାରମ୍ବାର ଆଜ୍ଞା ଫୋନ କରିବାକୁ ପଡୁଛି ମାସର ଶେଷ ଦିନ ପରଚେଜ ହେଇନି ସବୁ ହେଇନି, ତ ସେଥିପାଇଁ ବହୁତ ଇମ୍ପୋର୍ଟାଣ୍ଟ ଅଛି। ସେ ବି ଜଣେ ମ୍ୟାଥମେଟିକ୍ସ ପ୍ରଫେସର, ତାଙ୍କଠୁ ବହୁତ କିଛି ଶିଖିବା କଥା ବି ଅଛି। ତ ଆଜ୍ଞା ସାର୍ ସେ କଣ କରୁଛନ୍ତି, ଜିନିଷ କିଣୁଛନ୍ତି କିନ୍ତୁ ମିଟିଂ ଫିଟିଂ ପାଇଁ ରାଜି ହେବା ଭାରି କଷ୍ଟ ହଉଛି ସେମାନଙ୍କ ଦ୍ଵାରା। ସେଟା ତ ୟୁନିଭର୍ସାଲ ପ୍ରୋବ୍ଲେମ, ସମସ୍ତଙ୍କର ସେଇ ଅସୁବିଧା। ସେଇ କାରଣ ତ ଦେଖନ୍ତୁ ସେମାନେ ବସିବେ, ଆମେ ଯେତେ କହିଲେ ବି ବାରମ୍ବାର 2-3ଟା ମିଟିଂରେ ଆଟେଣ୍ଡ କରିଛନ୍ତି ମୋ ପରିବାର ଯେଉଁମାନେ ଥିଲେ। ଆଉ ତାପରେ ତ ଦେଖିବା, ମୁଁ ତାଙ୍କୁ ଚେଷ୍ଟା କରୁଛି କେମିତି ହଁ ମିଟିଂକୁ ଆଣିବା ପାଇଁ ଆଉ। ନାଇଁ ଆକ୍ଚୁଆଲି କଥା ହଉଛି କଣ କି, ଇଏ ତ ୟୁନିଭର୍ସାଲ ପ୍ରୋବ୍ଲେମ। ଯୋଉ ଜିନିଷଟାର ଭବିଷ୍ୟତ ଆମେ ନିଜେ ଫିଲ୍ କରିନଥିବା, ତ ସେଇଟା କେବେ ଆମେ ଯିବାକୁ ଇଚ୍ଛା ହବନି। ତ ଆଜ୍ଞା ସେମାନେ ଆପଣ ଯାଉଛନ୍ତି କାହିଁକି ନା ଆପଣ ଫିଲ୍ କରୁଛନ୍ତି ୟା ଫ୍ୟୁଚର କଣ ହେଇପାରିବ। ତ ଆଜ୍ଞା ସେଥିଲାଗି ସେମାନେ ଯାଉନାହାନ୍ତି କାହିଁକି ନା ସେମାନେ ଫିଲ୍ କରିପାରୁନାହାନ୍ତି। ଯେମିତି ଛୋଟ ପିଲାଟା ସ୍କୁଲକୁ ଯିବା ପାଇଁ ଅରାଜି ହୁଏ, ତ ଆଜ୍ଞା ସେଥିଲାଗି ତାକୁ ଜବରଦସ୍ତି ନିଆଯାଏ। ତାଙ୍କ ବାପା ମା ତାଙ୍କୁ ବାଧ୍ୟ କରିକି କାହିଁକି ନିଅନ୍ତି? ଏଇଥିପାଇଁ ନିଅନ୍ତି ଯେ ତାର ଭବିଷ୍ୟତ ଅଛି, କିନ୍ତୁ ସିଏ ନିଜେ ଦେଖି ପାରୁନଥାଏ। ତ ଆପଣମାନଙ୍କ ଟିମ୍ ପ୍ରତ୍ୟେକ ଯାହାକୁ ଚିହ୍ନନ୍ତୁ ବା ନ ଚିହ୍ନନ୍ତୁ, ତ ସାର୍ ସମସ୍ତଙ୍କୁ ତଥାପି ଇନଭାଇଟ୍। ମୁଁ ବି କହିଛି ଗୁରୁକୁଳରେ ବସନ୍ତୁ, ସବୁ କିଛି ଜାଣିପାରିବେ ବୋଲି ସମୟ ଦେଇକି ମୁଁ ପୁଣି ବାରମ୍ବାର ତାକୁ କାଲି ପୁଣି କହିଥିଲି, ମୁଁ କହିଲି ଗୁରୁକୁଳରେ ବସେ 6:30 ବେଳକୁ। ଆଜି ଖୋଲିଛି ନା ନାଇଁ ମୁଁ ଜାଣିନି, ପଚାରିବି, ତାକୁ ପଚାରିଲେ ଜଣା ପଡିବ। ହଁ, ଏମିତି ଆମେ ଫଲୋଅପ୍ କରିବା ଦ୍ୱାରା ହେଇପାରିବ। ଓକେ, ଥ୍ୟାଙ୍କ ୟୁ। ନମସ୍କାର। ଓକେ, ଥ୍ୟାଙ୍କ ୟୁ ମ୍ୟାମ୍। ନର୍ମଦା ମ୍ୟାଡ଼ାମ, ଆପଣଙ୍କର କ'ଣ ପ୍ଲାନିଂ ଅଛି 28 ତାରିଖ ପାଇଁ? ଅନମ୍ୟୁଟ୍ କରନ୍ତୁ ମ୍ୟାଡ଼ାମ। ଅନମ୍ୟୁଟ୍ ଅପସନ୍ ଆସୁନି ବୋଧେ। ହଁ, ଆଜ୍ଞା ଆଜ୍ଞା ସାର୍ ଆଜ୍ଞା, ନମସ୍କାର। ନମସ୍କାର ମ୍ୟାଡ଼ାମ। ଜୟ ଶ୍ରୀ ଜୟ ଆର୍ସିନ୍। 28 ତାରିଖ ପ୍ରୋଗ୍ରାମ ପାଇଁକି ତ ଭାବିଛି ତ ଯିବି ବୋଲି। ଘରେ ତ ବହୁତ ପ୍ରକାର ପ୍ରୋବ୍ଲେମ ଆପଣ ଜାଣିଥିବେ ଶୁଣିଥିବେ, ତେଣୁ ତଥାପି ଚେଷ୍ଟା କରିବି ଯିବା ପାଇଁ କି। ଆମ ଟିମ୍ ରୁ ବହୁତ କେତେ ଜଣ ଇଚ୍ଛା ଆସିବେ ଯିବା ଆପଣଙ୍କ ପାଇଁ। ଟିମ୍ ରୁ? ଆଜ୍ଞା ଆପଣଙ୍କ ଆପଣଙ୍କ ତଳେ ଟିମ୍ ଯୋଉ ଟିମ୍ ଅଛି, ଆପଣଙ୍କର ଖୋର୍ଦ୍ଧାରେ ବି ଟିମ୍ ଅଛି, ଭୁବନେଶ୍ୱରରେ ଟିମ୍ ଅଛି, ସାଲେପୁରରୁ ଟିମ୍ ଅଛି, ଆପଣ ଟୋଟାଲ ଟିମ୍ ରୁ କେତେ ଜଣ ଆସିବେ? ଟିମରେ ସାର୍ ସମସ୍ତଙ୍କୁ କହିବି ଯିବା ପାଇଁ କି। କେତେ ଜଣ ତ ସେମିତି କହିପାରୁନି, କିନ୍ତୁ ତଥାପି ଚେଷ୍ଟା କରିବି 10-15 ଜଣ ପାଇଁ। ଠିକ୍ ଅଛି, ଆଜି ସମସ୍ତଙ୍କୁ ପ୍ରୟାସ ଆପଣ କରନ୍ତୁ, ଫୋନ କରନ୍ତୁ, ଆଉ ଆଜ୍ଞା ଫୋନ କରିକି ଆଜି ରାତିରେ ସଞ୍ଜୀବ ଜୀଙ୍କର ଯୋଉ ମିଟିଂ ଅଛି ରାତି 9ଟା ବେଳେ, ତାକୁ ବି ଆଜ୍ଞା ଇନଫର୍ମେସନ ଦେବେ, ଲିଙ୍କ ବି ପଠେଇବେ। ଆଉ ତା ସହିତ ଆଜ୍ଞା 28 ତାରିଖ ଆମେ ପୁଣି ଏକାଠି ହବା। ଏ ବର୍ଷ ସରିଯାଉଛି। ଆଜ୍ଞା ଓକେ, ଥ୍ୟାଙ୍କ ୟୁ। ନମସ୍କାର। ନମସ୍କାର, ନମସ୍କାର ମ୍ୟାଡ଼ାମ। କାର୍ତ୍ତିକ ବାବୁ, ଆପଣଙ୍କର କ'ଣ ପ୍ଲାନିଂ? ସାର୍ ନମସ୍କାର, ଜୟ ଶ୍ରୀ। ଆଜ୍ଞା ଆଉ ମୁଁ ଯେମିତି ଆପଣଙ୍କୁ କାଲି ରାତିରେ ବି କହିଥିଲି, ସେଇ 4-5 ଜଣ ପାଇଁ କି ଆରେଞ୍ଜ କରୁଛି ନବା ପାଇଁ ହଁ, ମିଟିଂ ପାଇଁ। ଅଲରେଡି 5 ତ ହେଇଯାଇଛି। ଫିର ବି ଆଜ୍ଞା ଆପଣଙ୍କର ଏ ଲେଗ ବି ଲେଗ କୁ ଆଜି ବି ଫୋନ କରନ୍ତୁ, ରାତି 9ଟାର ମିଟିଂ ବି କୁହନ୍ତୁ, ଆଉ ଏଇଟା ବି କୁହନ୍ତୁ, ନା ଆଜ୍ଞା ଆପଣ ପ୍ରୟାସ କରନ୍ତୁ। ଓକେ, ଥ୍ୟାଙ୍କ ଆଜ୍ଞା ୟୁ। ଶର୍ମିଷ୍ଠା ମ୍ୟାଡ଼ାମ, ସାର୍ ନମସ୍କାର। ନମସ୍କାର ମ୍ୟାଡ଼ାମ। ସାର୍ ମୁଁ ତ ସେମାନଙ୍କୁ କହିଥିଲି, ଏଇଟା ପିକନିକ ଟାଇମ ଟା, ଆଉ ସମସ୍ତେ ଟିକେ କନ୍ତୁ କନ୍ତୁ ହଉଥିଲେ, ତଥାପି ଆଜି ମୁଁ ଆଉ ଥରେ ସେମାନଙ୍କୁ ରିମାଇଣ୍ଡ କରିବି, କଣ କହୁଛନ୍ତି ଜଣେଇବି। ହଁ, ଦେଖନ୍ତୁ ଲାଇଫରେ ବହୁତ ବଡ ହବାକୁ ହେଲେ କିଛି ତ ଛାଡ଼ିଲେ କିଛି ତ ଆମେ କରିବା ନା, ପାଇବା ନା। ଆଜ୍ଞା ତ ଏଇଟା ବି ଆମ ପାଇଁ ବହୁତ ପାୱାରଫୁଲ କଥା। ଆଉ ରାତିରେ 9ଟା ବେଳେ ଆଜି ଯୋଉ ପ୍ରୋଗ୍ରାମ ଅଛି, ସମସ୍ତଙ୍କୁ ଲିଙ୍କ ପଠାନ୍ତୁ। ଫିଜିକାଲି ତାଙ୍କୁ ବସିବା ପାଇଁ ବି 9ଟା ବେଳେ ବସିବା ପାଇଁ 8:30 ବେଳୁ ଯଦି ଆମେ ତାଙ୍କୁ ଫୋନ କରିବା, ତାହେଲେ ସେମାନେ ବି ବସିଯିବେ। ତ ଆଜ୍ଞା ଦେଖିଲେ କ'ଣ ହବ ନା, ଧୀରେ 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 ୟାର ଫ୍ୟୁଚର ସେ ଦେଖିପାରିବେ, ତାକେ 28 ଆଜ୍ଞା ତାରିଖ ଆପଣଙ୍କୁ ସହଜ ହେଇଯିବ। ଆଜ୍ଞା ଓକେ, ଥ୍ୟାଙ୍କ ୟୁ। ଆଜି ଥ୍ୟାଙ୍କ ମିନତି ମ୍ୟାଡ଼ାମ, ଆପଣ ଅନମ୍ୟୁଟ୍ କରିପାରିବେ କି? ଆପଣଙ୍କ ଅନମ୍ୟୁଟ୍ ଅପସନ୍ ହେଇପାରୁନି ନା? ଓକେ, ଠିକ୍ ଅଛି।
ହରି ସାନୋଲା ଆପଣଙ୍କର ଆଜି ଫାର୍ଷ୍ଟ ଟାଇମ୍ ଆସିଛନ୍ତି ତ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣ ଫାର୍ଷ୍ଟ ଟାଇମ୍ ଆଜି ଆସିଛନ୍ତି। ଆପଣ ଅନମ୍ୟୁଟ୍ କରିକି କିଛି କହିପାରିବେ କି? ଯଦି କହିବେ ତାହେଲେ ଆପଣ ବି କହିପାରିବେ। ଆମେ ଆପଣଙ୍କୁ ବି ବହୁତ ପ୍ରାୟୋରିଟି ଦଉଛୁ। ଆଚ୍ଛା, ଫାର୍ଷ୍ଟ ଟାଇମ୍ ଆମର ଆସିଛନ୍ତି ଗୌରାଙ୍ଗ ମୁଣ୍ଡା ବାବୁ। ଗୌରାଙ୍ଗ ବାବୁ ଆପଣ ଅନମ୍ୟୁଟ୍ କରିପାରିବେ କି ନିଜକୁ? ଅନମ୍ୟୁଟ୍ କରନ୍ତୁ। ଅନମ୍ୟୁଟ୍ର ଗୋଟେ ଅପସନ୍ ଯାଉଛି, ଅନମ୍ୟୁଟ୍ କରନ୍ତୁ। ବହୁତ ବହୁତ ଧନ୍ୟବାଦ। ଆଜି ଫାର୍ଷ୍ଟ ଟାଇମ୍ ଆସିଛନ୍ତି। ଡେଲି ସକାଳୁ ଆମର ଏଇ ପ୍ରୋଗ୍ରାମ ରହୁଛି। ଗୁରୁକୁଳକୁ ଦେଖିକି ତାର ବିଚାର ଆମେ କ'ଣ କରିବା ତାର ପ୍ଲାନିଂ ବି କରୁଛେ। ଅନମ୍ୟୁଟ୍ର ଗୋଟେ ଅପସନ୍ ଯାଉଛି, ଓକେ, ତାକୁ ଆପଣ କରନ୍ତୁ। ସାର୍ ଡୁବୁରି ସାର୍ ବସୁଛନ୍ତି ଆମର ଗୌରାଙ୍ଗ ହଁ ବାବୁ, ସେ ସାର୍ ପୁରୁଣା ହଁ ଲିଡର। ହଁ ମୁଁ ଜାଣିଛି ଜାଣିଛି ଜାଣିଛି। ଗୌରାଙ୍ଗ ଆଜ୍ଞା ବାବୁ ସାର୍। କୁହନ୍ତୁ। ନମସ୍କାର। ନମସ୍କାର ନମସ୍କାର। ଆଜି ଆପଣ ଫାର୍ଷ୍ଟ ଟାଇମ୍ ଆସିଛନ୍ତି, ବହୁତ ବହୁତ ଧନ୍ୟବାଦ। ପ୍ରତ୍ୟେକ ଦିନ ଆସନ୍ତୁ ତାକି ଆମ ଟିମ୍ ସ୍ପିରିଟ୍ ଆମେ ଡେଭଲପ୍ ହେଇପାରିବ। ଆମେ ଆପଣଙ୍କୁ ବି ଦେଖିପାରିବୁ, ଆପଣଙ୍କୁ ବି ଆମେ ଦେଖିପାରିବା। ଆଉ ତା ଛଡ଼ା ଆପଣଙ୍କର ସବୁକିଛି ବିକାଶ ବି ହେଇଯାଇପାରିବ। ବିଜନେସ୍ ବି ବହୁତ ଡେଭଲପ୍ ହେଇଯାଇପାରିବ। ଗୁରୁକୁଳକୁ ପ୍ରତ୍ୟେକ ଦିନ ଆସନ୍ତୁ। ଆଉ 28 ତାରିଖ ଆମର ଆପଣ ଜାଣିଥିବେ 28 ତାରିଖ ଗୋଟେ ବହୁତ ବଡ଼ ମିଟିଂ ଅଛି ଭୁବନେଶ୍ୱରରେ। ତ ସେ ମିଟିଂରେ ଶ୍ରୀଚନ୍ଦ୍ର ଅତ୍ରି ସାର୍ ଜଣେ ମ୍ୟାଥମେଟିକ୍ସ ପ୍ରଫେସର ସେ ଥିଲେ, ସେ ଆସୁଛନ୍ତି। ତ ସେ ମିଟିଂରେ କ'ଣ ଆପଣଙ୍କ ପ୍ଲାନିଂ ରହିବ ସେଇ ଡିସ୍କସନ୍ ଚାଲିଛି। କୁହନ୍ତୁ ଆପଣଙ୍କର କ'ଣ ପ୍ଲାନିଂ? ମୁଁ ନିଜେ ସାର୍ ଯାଇପାରେ, କାହିଁକିନା ମୋ ପାଖ ଗୋଟେ ପିଲାଟା ଦେଖିଲେ ସେ ପିଲାଟା ସମୟ ଦେଇପାରିବ ମାନେ ସେ ତାର ଡାଟାରେ ଜବ୍ କରୁଛି। ଆପଣଙ୍କର ବୋଧେ ନେଟୱାର୍କ ପୁଅର ଅଛି। ହଁ, ବୋଧେ ଆପଣଙ୍କ ନେଟୱାର୍କ ପୁଅର ଅଛି, କଥା ଟିକେ ଶୁଭୁନି। କିନ୍ତୁ ମୁଁ କହିବି ଯେ ଆମେ 28 ତାରିଖ ପାଇଁ ଆଜିଠୁ ଛୁଟି ନେଲେ ଆମେ 28 ତାରିଖକୁ ଆସିପାରିବା। କାରଣ ପ୍ରାୟୋରିଟିରେ 1 ନମ୍ବରରେ ଯଦି ରଖିବା ତାହେଲେ ଆମେ ଏଥିରେ ସଫଳ ହେଇଯାଇପାରିବା। ତ ଏ ବର୍ଷ ବି ସରିଯାଉଛି, ଆମେ ସେଟା ଗୋଟେ ଲାଷ୍ଟ ଦିନ ଗେଟ୍ ଟୁଗେଦର ହବା ପାଇଁ। ତ ଆମେ ସେଥିରେ ଆସିବା ନିହାତି ଜରୁରୀ। ଆଉ ସାଙ୍ଗରେ ବି ମୁଁ କିଛି ସାଥୀଙ୍କୁ ଯଦି ନେଇକି ଆସିଲେ ଆମେ ସଫଳ ହେଇପାରିବା। ସାଥୀ ଯଦି ସାର୍ ମୁଁ ନେଇ ନପାରେ ସାର୍ ନିଜେ ସାର୍ ପହଞ୍ଚିବି ଆଉ। ଆଚ୍ଛା ଆଚ୍ଛା, ହଉ, ଠିକ ଅଛି ଠିକ ଅଛି, କିଛି ଅସୁବିଧା ନାହିଁ, ଆପଣ ଆସନ୍ତୁ। କାହିଁକିନା ଯୋଉ ଯେତିକି ମୁଁ କହିଛି ସମସ୍ତେ ଟାଟାରେ ସର୍ଭିସ୍ କରୁଥିବା ଲୋକ ସେ ସମୟ ଦେଇପାରୁନାହାନ୍ତି। ଠିକ ଅଛି, କିଛି ଅସୁବିଧା ସେ ନାହିଁ, ତାଙ୍କ ପିଲାଟା ପାଇଁ ଆମେ ସହିତ ମୁଁ ଫିଜିକାଲି ଯିବା। ଯୋଗାଯୋଗ କରେ। ଆଜ୍ଞା ଆଜ୍ଞା, ଆମେ ଫିଜିକାଲି ଯିବା ତାଙ୍କ ପାଇଁ। ଆଜ୍ଞା ଓକେ, ଆଜ୍ଞା, ମିତାଞ୍ଜଳି ମ୍ୟାଡ଼ାମ। ସେଇଟା ହିଁ ଚାହୁଁଥିଲି କି ଓକେ ଓକେ, ଜୟ ଆସନ୍ ଜୟ ଆସନ୍। ମିତାଞ୍ଜଳି ମ୍ୟାଡ଼ାମ ଅନମ୍ୟୁଟ୍ କରନ୍ତୁ ମ୍ୟାଡ଼ାମ। ମ୍ୟାଡ଼ାମଙ୍କର କାହିଁକି ହେଇପାରୁନି ଆଜି, ଅନମ୍ୟୁଟ୍ ହେଇପାରୁନି। ଓକେ, ଆରତି ଅପା କୁହନ୍ତୁ। ଆପଣ ଫାଷ୍ଟ କହିବା କଥା ଆଜି ଆପଣଙ୍କ ଲାଷ୍ଟ। ନାଇଁ ନାଇଁ, ପଛରେ କହିଲେ ଭଲ। ମୁଁ ସମସ୍ତଙ୍କର ଅଭିମତ ଶୁଣିବି, କ'ଣ କିଏ କହିଲେ ତାପରେ ମୁଁ ରିମାର୍କ ଦେବି। ମୋ କହିବା କଥା, ଜୟ ଆସିଏ ସାର୍ଙ୍କୁ ନମସ୍କାର। ଚାନ୍ଦ ସାର୍ଙ୍କୁ ଆଜି ନମସ୍କାର କରିନି, ମୁଁ ମ୍ୟୁଟ୍ କରି ପଳେଇଲି, କାମ ଟିକେ ଥିଲା। ନମସ୍କାର। ନାଇଁ, ମୋ କହିବା କଥା ଶର୍ମିଷ୍ଠା ମ୍ୟାଡାମଙ୍କୁ ମୋର ଅପା ଅନୁରୋଧ। ଲେସ୍ ଦ୍ୟାନ୍ 1 ମିନିଟ୍ ଅଛି, ଆମେ ଖାଲି କେତେ ଆମର କୁହନ୍ତୁ, ସରିଯିବ। ଶର୍ମିଷ୍ଠା ମ୍ୟାଡାମଙ୍କୁ ଅନୁରୋଧ କରୁଛି, ସେ ତାଙ୍କ ଝିଆରୀ ଅନିଲ ଆଉ ଆମ ଖୋର୍ଦ୍ଧା ଟିମ୍ର ସମସ୍ତଙ୍କୁ ଯେମିତି ହେଲେ ରିମାଇଣ୍ଡ କରିବେ। ମୁଁ ବି କଲ୍ କରିବି ମିଟିଂକୁ ଆସିବାକୁ। ଟୋଟାଲ